କରିବା ମହାପାପ। ତାଛଡ଼ା ତମେ ଆତ୍ମହତ୍ୟା କରିବ କାହିଁକି? ସମସ୍ୟା ପାଇଁ ପରିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ। ସମସ୍ୟା କଣ ତମର ସମସ୍ୟା? ବାହା ହବାକୁ ଯାଉଥିବା ବାଟରେ ବଡ ଭାଇ ନକ୍ସଲ ମାନଙ୍କ ବମିରେ ମରିଗଲେ। ଭାଉଜ ସେଇଥିରୁ ଚାକିରି ଖୋଜିବାକୁ ଗଲେ ଯେ ଯାଇପାରିଲେନି। ସାନ ଭାଇ ସେଇ ରାଗରେ ଘରକୁ ଫେରୁନି। ମୋ ବୋଉର ଦେହ ଖରାପ, ମୋର ବାହାଘର ଠିକ ହେଇପାରୁନି। ମୋ ବାପା ମିଛ ମର୍ଡର କେସରେ ଏବେ ଜେଲରେ। କଣ କହିଲ ତମେ? ତମ ବାପା ମିଛ ମର୍ଡର କେସରେ ଜେଲରେ? ଆଚ୍ଛା, ତମ ବାପାଙ୍କ ନାଁ? ପୁରୁଷୋତ୍ତମ ମିଶ୍ର। ଓ, ତମେ ତାହେଲେ ପୁରୁଷୋତ୍ତମ ମିଶ୍ରଙ୍କ ଝିଅ। ଆଚ୍ଛା, ମୁଁ ତମକୁ ଗୋଟେ ପ୍ରସ୍ତାବ ଦେବି, ତମେ ମୋ ପ୍ରସ୍ତାବକୁ ଗ୍ରହଣ କରିବ ତ? ବୁଢୀ ଜୀବନ ଲୋକ କୁଟା କ୍ଷୟକୁ ବି ଆଶ୍ରା କରେ। ଆପଣଙ୍କ ପ୍ରସ୍ତାବ ଯଦି ମୋ ସମସ୍ୟାର ସମାଧାନ କରିଦେଇପାରିବ ତାହେଲେ ମୁଁ ରାଜି ହେବିନି କାହିଁକି? ମୁଁ ଏସ୍ଆଇ ପ୍ରୀତମ ପାରଜୋଶୀ ଏଇ ଥାନାରେ ଅଛି। ତମ ଠାରୁ ସବୁ କଥା ଶୁଣି ସାରିଲା ପରେ ମୁଁ ତମକୁ ବାହା ହେବା ପାଇଁ ଚାହୁଁଛି। ନାଇଁ ନାଇଁ ବାବୁ, ଆପଣ ଜଣେ ପୋଲିସ ଅଫିସର ଆଉ ମୁଁ ଜଣେ ଗରିବ ଘରର ଝିଅ। ଆପଣଙ୍କୁ ବାହା ହେବାର ଭାଗ୍ୟ ମୋର କାହିଁ? ଆରେ ବାବା, କିଏ କେତେବେଳେ କାହା ପାଖରେ ପହଞ୍ଚିବ ସେ କଥା ସମୟ ହିଁ ଠିକ କରିଥାଏ। ମୁଁ ତମକୁ କଥା ଦଉଛି, ମୁଁ ତମ ବାପାଙ୍କୁ ନିଶ୍ଚୟ ନିର୍ଦ୍ଦୋଷରେ ଖଲାସ କରିବି ଆଉ ତମ ପରିବାରର ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରିବି। କଣ ମୋ କଥାରେ ବିଶ୍ୱାସ ହଉନି? କେମିତି ବିଶ୍ୱାସ କରିବି ବାବୁ? ମରିବାକୁ ଯାଉଥିବା ଝିଅ ପାଖରେ ଭଗବାନ କଣ ଏତେ ସୁଖ ଲେଖନ୍ତି? ଭୁଲ କହିଲ ତମେ। ମୋର ଯୋଉ ଝିଅ ସହିତ ବାହାଘର ପ୍ରସ୍ତାବ ପଡିଥିଲା ସେ ମତେ ନାପସନ୍ଦ କରି ଅନ୍ୟ ଜାଗାରେ ବାହା ହେଇଗଲା। ହଁ, ମୋ ଭାଇ ମଧ୍ୟ ମୋ ବାହାଘର ପାଇଁ ବହୁତ ଟେନସନରେ ଅଛନ୍ତି ଆଉ ମୋର ବିଶ୍ୱାସ ସେ ମୋ ସିଲେକ୍ସନକୁ କେବେ ବି ମନା କରିବେନି। ବାବୁ, କାହିଁକି ଆପଣ ମତେ ଲୋଭ ଦେଖାଉଛନ୍ତି? ଲୋଭ ନୁହଁ, ନିହାତି ବାସ୍ତବ। ତମ ମନରେ ବିଶ୍ୱାସ ଦେବା ପାଇଁ ମୁଁ ତମକୁ ମନ୍ଦିରରେ ସିନ୍ଦୁର ପିନ୍ଧେଇ କୋର୍ଟ ମ୍ୟାରେଜ କରିବି। କଣ କହୁଛ ତମେ? କଣ କହିବି ବାବୁ? ମତେ ଲାଗୁଛି ମୋ ଦୁଃଖ ଦେଖି ଭଗବାନ ସହି ନପାରି ନିଜେ ମାନବ ରୂପରେ ମୋ ଆଗରେ ଠିଆ ହେଇଛନ୍ତି। ଭଗବାନ ନୁହଁ, ଓନ୍ଲି ପ୍ରୀତମ।